ମୋର ନାମ ଆଉ ଠିକଣା ଏଇଠି ମୁଁ ପ୍ରକାଶ କରୁନାହିଁ। ତଥାପି କହିଦେଉଛି, ମୋ ଯନ୍ତ୍ରର ସାଇଜ୍ ସାଧାରଣ ସାଇଜ୍ରୁ ଅଧିକ ବଡ଼, ମୋଟା ଓ ଟିକେ ଲମ୍ବା। ମୋ ପ୍ରଥମ ପ୍ରେମର ନାଁ ଥିଲା ନେନା। ସେ ବହୁତ ସରଳିଆ ଝିଅଟିଏ। ତାର ପେଲାପେଲି ବିଷୟରେ କୌଣସି ଜ୍ଞାନ ନଥିଲା। ମୁଁ ତାକୁ ସ୍କୁଲ ସମୟରୁ ପ୍ରେମ କରୁଥିଲେ ମଧ୍ୟ ବହୁତ ସମୟ ପରେ ମାନେ +3 କରିବା ସମୟରେ ଭଲ ପାଇବା କଥା ଜଣାଇଥିଲି। ତାପରେ ଆମ ଭିତରେ ଏକ ସୁସ୍ଥ ପ୍ରେମ ରହିଥିଲା, ଆଉ ଏବେ ବି ଅଛି। ଏ କାହାଣୀର ଆରମ୍ଭ ହେଲା ଆମ ପ୍ରେମର କିଛି ଦିନ ପରେ। ମୁଁ ବହୁତ ଆଗରୁ ତାକୁ ଏକତରଫା ପ୍ରେମ କରୁଥିଲି ଜାଣି ସେ ବହୁତ ଖୁସି ହୋଇଯାଇଥିଲା। ତାପରେ ଆମର ଆରମ୍ଭ ହୋଇଥିଲା ପେଲାପେଲିର ଚାଟିଂ। ଧୀରେ ଧୀରେ ଏସବୁ ବଢ଼ି ଭିଡ଼ିଓ କଲ୍ ଏବଂ ଲଙ୍ଗଳା ଫଟୋ ଭିଡ଼ିଓ ମଧ୍ୟ ଆମେ ସେୟାର କରୁଥିଲୁ। ମୁଁ ଦିନେ ପେଲାପେଲି କରିବାର ଇଚ୍ଛା ଜଣାଇବାରୁ ସେ ମଧ୍ୟ ସେଥିରେ ରାଜି ହେଲା, ଆଉ ଆରମ୍ଭ ହେଲା ଆମର ପେଲାପେଲି ପାଇଁ ରାସ୍ତା ଖୋଜିବା। ସେ ଆଉ ତାର ବୋଉ ଗୋଟେ ଭଡ଼ା ଘରେ ରହୁଥିଲେ। ଦିନେ ତାଙ୍କର କାମ ପଡ଼ିଲା ଆମ ଜାଗାରୁ ପ୍ରାୟ 90 କିଲୋମିଟର ଦୂର ଗୋଟେ ଜାଗାରେ। ସେ ଗୋଟିଏ ସ୍ତ୍ରୀଲୋକ। ତାଙ୍କ ସ୍ୱାମୀ ତାଙ୍କୁ ଛାଡ଼ି ଆଉ ଜଣଙ୍କୁ ସାଙ୍ଗରେ ନେଇ ବାହାରେ ରହୁଛନ୍ତି, ମାନେ ବାହାର ରାଜ୍ୟରେ ରହୁଛନ୍ତି। ମୁଁ ମୋର କାର୍ ନେଇକି ଗଲି ତାଙ୍କୁ ଆଣିବା ପାଇଁ ତାଙ୍କ ଘରୁ। ସେ ସେତେବେଳେ ତାଙ୍କ ଝିଅ ସହ ମୋ ପ୍ରେମ ବିଷୟରେ କିଛି ଜାଣିନଥାନ୍ତି। ମୁଁ ମୋ ପ୍ରେମିକାକୁ ବିଦାୟ ଦେଇ ତାଙ୍କ ମାଆଙ୍କୁ ନେଇ ଆସିଲି। ସେ ମୋ ସହ ଗାଡ଼ିରେ ବସିଲେ ଆଉ ଆମେ ଚାଲିଲୁ। ଆମେ ତାଙ୍କ ଯିବା ଜାଗାକୁ କିଛି ଦୂର ଗଲା ପରେ ଆଣ୍ଟି ମୋତେ ଗାଡ଼ି ରଖିବା ପାଇଁ କହିଲେ ଏବଂ ମୋ ଗାଡ଼ିରୁ ଓହ୍ଲେଇ ପରିସ୍ରା କରିବାକୁ ଗଲେ, କିନ୍ତୁ କିଛି ଜାଗା ପାଇଲେ ନାହିଁ। ଆଉ ଫେରି ଆସି ମୋତେ ପଚାରିଲେ। ମୁଁ କହିଲି, ଜାଗା ସେମିତି ମିଳିବନି, ତମେ ଗାଡ଼ି ଆଗରେ ବସିକି କରିଦିଅ। ସେମିତିରେ ଏତେ ବି ଗାଡ଼ି ଯିବା ଆସିବା କରୁନି। ତାପରେ ମୋ କଥା ଶୁଣି ସେ ଟିକେ କ'ଣ ଚିନ୍ତା କଲେ, ଆଉ ସିଧା ଯାଇ ଲୁଗା ଉଠେଇ ପରିସ୍ରା କଲେ। ଆଉ ପରିସ୍ରା କଲାବେଳେ ତାଙ୍କର ଗାଣ୍ଡିକୁ ଦେଖେଇ ମୁତିଲେ। ମୁଁ ଗାଡ଼ି ଭିତରେ ଅଛି। ତାଙ୍କୁ ଦେଖି ମୋର ବାଣ୍ଡ ଟିକେ ବଡ଼ ଦେଖାଗଲା। ତଥାପି ମୁଁ କଣ୍ଟ୍ରୋଲ କରିକି ବସିଥାଏ। ସିଏ ଆସି ଗାଡ଼ି ଫ୍ରଣ୍ଟ ସିଟ୍ରେ ବସିଲେ ଆଉ ଆମେ ଆଗକୁ ବଢ଼ିଲୁ। ତାପରେ ସେ ତାଙ୍କର କାମ ସାରିଲେ ଆଉ ମୁଁ ମୋ ଗାଡ଼ିରେ ତେଲ ପକେଇଲା ପରେ ଆମେ ସେଠାରୁ ବାହାରିଲୁ। ସେତେବେଳକୁ ରାତି ହୋଇଗଲାଣି। ରାସ୍ତା ପୁରା ନିଛାଟିଆ। ଏସବୁ ଦେଖି ମୁଁ ଗାଡ଼ି ଅଟକେଇ ପରିସ୍ରା କଲି ଆଉ ତାଙ୍କୁ ବି କହିଲି ଯଦି ଯିବାର ଅଛି ମୁଁ ଆସିଲି ଯିବ ବୋଲି। ଆଉ ସେ ହଁ କହି ଗାଡ଼ିରେ ବସିଥିଲେ। ମୁଁ ପରିସ୍ରା କରି ଆସିଲା ପରେ ସେ ଗଲେ ଆଉ ଆସି ପୁଣି ଗାଡ଼ିରେ ବସିଲେ। ତାଙ୍କର ବୟସ ପାଖାପାଖି 42 ବର୍ଷ ଖଣ୍ଡେ ହେବ। ପ୍ରାୟ ବହୁତ ଶୀଘ୍ର ତାଙ୍କ ଘରେ ତାଙ୍କର ବାହାଘର କରିଦେଇଥିଲେ। ଏବେ ସେ ବସିବା ପରେ ତାଙ୍କର ଦୁଃଖ କଥା କହି କାନ୍ଦିବାକୁ ଲାଗିଲେ। ମୁଁ ମନା କଲି ଯେ ରାସ୍ତାରେ କାନ୍ଦନି ବୋଲି, କିନ୍ତୁ ସେ ଜମାରୁ ଶୁଣିଲେ ନାହିଁ। ତେଣୁ ବାଧ୍ୟ ହୋଇ ମୋତେ ଗାଡ଼ିରେ ଇନ୍ ଲାଇଟ୍ ଅଫ୍ କରିବାକୁ ପଡ଼ିଲା ଓ ତାଙ୍କୁ ବୁଝେଇବା ପାଇଁ ମୋ ଛାତିରେ ମୁଁ ତାଙ୍କୁ ଲଗେଇ ଧରିଲି ଓ ସେ ପୁରା ଚୁପ୍ ହୋଇଗଲେ। କିନ୍ତୁ ତାପରେ ମୁଁ ମୋର ପ୍ୟାଣ୍ଟ ଉପରେ ତାଙ୍କର ହାତକୁ ଅନୁଭବ କଲି ଆଉ ସେ ମୋର ବାଣ୍ଡକୁ ଅନ୍ଧାରରେ ସାଉଁଳଉଥିଲେ। ମୋର କିଛି ମୁଣ୍ଡ କାମ କଲାନି। ମୁଁ ତାଙ୍କୁ ସଙ୍ଗେ ସଙ୍ଗେ ଅପୋଜ କଲି ଆଉ ଏସବୁ ପାଇଁ ମନା କଲି, କିନ୍ତୁ ସେତେବେଳେ ସେ ଆଉ କିଛି କଥା ମୋର ନ ଶୁଣି କାନ୍ଦିବାକୁ ଲାଗିଲେ। ତାପରେ ମୁଁ ତାଙ୍କୁ ବୁଝେଇଲି ତାଙ୍କ ଝିଅ ସହ ମୋର ସମ୍ପର୍କ କଥା। ସେ ସବୁ ଶୁଣି ତଥାପି ତାଙ୍କ ସହ ତାଙ୍କ ଝିଅ ଉଭୟଙ୍କ ସହ ମୋତେ ସମ୍ପର୍କ ରଖିବାକୁ ବାଧ୍ୟ କଲେ। ଆଉ ସେତେବେଳେ ମୁଁ ସେ ସୁଯୋଗକୁ ହାତଛଡ଼ା କରିବାକୁ ଚାହିଁଲି ନାହିଁ। ଦର୍ଶକ ବନ୍ଧୁ, ଆପଣମାନେ କୁହନ୍ତୁ, ଆପଣମାନେ କ'ଣ ସେ ସୁଯୋଗକୁ ହାତଛଡ଼ା କରିଥାନ୍ତେ? ନାହିଁ ନା? ତାପରେ କାରଣ ସେ ଦେଖିବା ପାଇଁ ବହୁତ ସୁନ୍ଦରୀ ମଧ୍ୟ ଥିଲେ ଆଉ ଏବେ ବି 25 କି 26 ବର୍ଷର ଝିଅ ଭଳି ଲାଗୁଥିଲେ।
ସେ ନିଜ ଆଡ଼ୁ ଏବେ ମୋତେ ତାଙ୍କ ଛାତିରେ ମାଡ଼ି ଧରିଲେ ଆଉ ମଝିରେ ମଝିରେ ମୋର ମୁହଁକୁ ଉଠେଇ ଚୁମା ଦେଉଥିଲେ। ମୁଁ ଗାଡ଼ିର ପଛ ସିଟ୍‌କୁ ତାଙ୍କୁ ନେଇଗଲି ଆଉ ସେ ପିନ୍ଧିଥିବା ସିଲ୍କି ଶାଢ଼ୀକୁ ତାଙ୍କ ଛାତିରୁ ଖୋଲିଲି ଆଉ ସେ ନିଜେ ତାଙ୍କର ବ୍ଲାଉଜକୁ ଖୋଲିଲେ। ତାପରେ ତାଙ୍କର ଦୁଧକୁ ଏପାଖ ସେପାଖ କରି ସେ ମୋ ପାଟିରେ ପୂରେଇଲେ। ମୁଁ ଏବେ ସିଟ୍‌ରେ ତାଙ୍କୁ ଶୁଆଇ ଦେଇ ତାଙ୍କ ଶାଢ଼ୀକୁ ଟେକି ଦେଇ ତାଙ୍କ ଚଢ଼େଇକୁ ଖୋଲିଲି। ସେଇଠୁ ମୁଁ ସିଧା ତାଙ୍କ ବାଳୁଆ ବିଆକୁ ଚାଟିବାକୁ ଲାଗିଲି ଆଉ ଚାଟି ଚାଲିଲି। ସେ ପୁରା ଅସ୍ଥିର ହୋଇ ମୋର ମୁଣ୍ଡକୁ ତାଙ୍କର ସେ ଗଭୀରିଆ ବାଳୁଆ ବିଆ ଉପରେ ମାଡ଼ି ଧରିଥାନ୍ତି ଆଉ ଗାଣ୍ଡିକୁ ଟେକିକି ବିଆକୁ ମୋ ମୁହଁରେ ଚଟାଉଥାନ୍ତି। ତାପରେ କିଛି ସମୟ ପରେ ସେ ଉଠିଲେ ଆଉ ମୋର ପ୍ୟାଣ୍ଟର ଚେନ୍ ଖୋଲି ମୋର ଚଡ଼ିକୁ ମଧ୍ୟ ବାହାର କରି ବାଣ୍ଡକୁ ବାହାର କରିଦେଲେ ଆଉ ହାତରେ ଧରି ହଲେଇବାକୁ ଲାଗିଲେ। ତାପରେ କହିଲେ ଯେ ମୋ ବାଣ୍ଡର ସାଇଜ୍ ବହୁତ ଅଧିକ ବୋଲି। ମୁଁ ଟିକେ ହସିଲି ଆଉ ମୋର ବାଣ୍ଡକୁ ତାଙ୍କ ପାଟିରେ ପୂରେଇଲି ଆଉ ସେ ଚୁଚୁମି ଚୁଚୁମି ବାଣ୍ଡକୁ ଚଷି ମୋର ପୁରା ଲାଳୁଆ କରିଦେଲେ। ତାପରେ ସେ ତାଙ୍କର ବିଆରେ ପୂରେଇବା ପାଇଁ କହିଲେ। ପ୍ରାୟ 10ରୁ 12 ବର୍ଷ ହେଲାଣି ତାଙ୍କ ବିଆରେ ବାଣ୍ଡ ଗଳି ନଥିଲା, ତେଣୁ ତାଙ୍କ ବିଆ ପୁରା ଟାଇଟ୍ ଭଳି ଲାଗୁଥିଲା। ଆଉ ତାପରେ ମୁଁ ମୋର ବାଣ୍ଡକୁ ତାଙ୍କ ବିଆର ମୁହଁରେ ଘଷିଲି। ଧୀରେ ଧୀରେ କରି ପୂରେଇଲା ବେଳେ ସେ ପୁରା ଜୋରରେ ପାଟି କଲେ, ତେଣୁ ମୁଁ ମୋର ଓଠକୁ ତାଙ୍କ ଓଠ ଉପରେ ଥୋଇ ଓଠକୁ ଚଷିବାକୁ ଲାଗିଲି। ଆଉ ଏବେ ମୁଁ ମୋର ପୁରା ବାଣ୍ଡକୁ ମାଡ଼ି ଜୋରରେ ତାଙ୍କ ବିଆ ଭିତରକୁ ଗଳେଇଲି। ତାଙ୍କ ପାଟିରୁ କିଛି ଶବ୍ଦ ବାହାରୁ ନଥାଏ, କିନ୍ତୁ ତାଙ୍କୁ ବହୁତ କଷ୍ଟ ହେଉଥିଲା। ସେ ଖାଲି ସଁ ସଁ ହେଉଥାନ୍ତି। ମୁଁ ଗେହିଲା ବେଳେ ଫିଲ୍ କରିପାରୁଥିଲି ମୋର ବାଣ୍ଡ ପୁରା ତାଙ୍କ ବିଆର ପାଖୁଡ଼ାକୁ ଚିରିକି ତାଙ୍କ ବିଆରେ ରଗଡ଼ି ହୋଇକି ଗଳୁଥାଏ ଆଉ ବାହାରୁଥାଏ। ମୁଁ ଆଗରୁ ବହୁତ ହଲେଇଛି ଆଉ ହଲେଇ ହଲେଇ ବାଣ୍ଡକୁ ପାକଳ କରିକି ରଖିଛି। ମୋ ବାଣ୍ଡର ମୁଣ୍ଡିର ସାଇଜ୍ ଟିକେ ବଡ଼, ସେଥିପାଇଁ ମୋତେ ବି ଆଗେ ଲାଗୁଥିଲା ମୁଁ ଗେହିଲେ ମୋ ବାଣ୍ଡ ବିଆର ଭିତରକୁ ପଶିବ କି ନାହିଁ ବୋଲି। ତାପରେ ମୁଁ ତାଙ୍କ ବିଆରେ କିଛି ସମୟ ଧୀରେ ଧୀରେ ଆଉ ଜୋର ଜୋରରେ ଗେହିବା ପରେ ବିଆ ଆପେ ଆପେ ଲାଳୁଆ ହୋଇଗଲା ଆଉ ମୋର ଭାଣ୍ଡ ସଡ଼ ସଡ଼ ହୋଇକି ଗଳିଲା। ତାଙ୍କୁ ଯେହେତୁ ବୟସ ଅଧିକ ହେଲାଣି, ବିଆରେ କିଛି ସମୟ ଗେହିବାରୁ ବିଆ ଭଲ ଭାବରେ କଣା ଫିଟିଲା। ତାପରେ ମୋର ମୂଷଳ ବିଆକୁ ଚିରିକି ବିଆରେ କଣା କରିକି ପଶି ଚାଲିଲା। ସେ ମଧ୍ୟ ଏବେ ମଜା ନେବା ଆରମ୍ଭ କଲେ ଆଉ ମୁଁ ତାଙ୍କ ଉପରେ ଶୋଇ ପୁରା ଜୋର ଦେଇ ଗେହିଲି। ସେତେବେଳେ ଗାଡ଼ି ପୁରା ହଲୁଥିଲା। ପ୍ରାୟ 20ରୁ 25 ମିନିଟ୍ ଗେହି ସାରିବା ପରେ ତାଙ୍କ ବିଆ ଭିତରୁ ଆଉ ମୁଁ ବାଣ୍ଡକୁ ଟାଣିକି ବାହାର କରି ପାରିଲିନି ଆଉ ସବୁଯାକ ବାଣ୍ଡର ରସ ତାଙ୍କ ବିଆ ଭିତରେ ରହିଗଲା। ମୁଁ ବିଆ ଭିତରେ ବାଣ୍ଡକୁ ପଶେଇକି ସେମିତି 1 ମିନିଟ୍ ପଡ଼ି ରହିଲି। ତାପରେ ମୁଁ ଉଠିବା ପରେ ସେ ସଙ୍ଗେ ସଙ୍ଗେ ଉଠି ପାରିଲେନି। କିଛି ସମୟ ପରେ ସେ ଉଠିକି ତାଙ୍କର ବ୍ଲାଉଜକୁ ପିନ୍ଧିଲେ। ଗାଡ଼ିରେ ଗୋଟେ ଗାମୁଛା ଥିଲା, ସେଇଟା ତାଙ୍କୁ ଦେଲି ଆଉ ସେ ତାଙ୍କ ଜଙ୍ଘକୁ ଫାଡ଼ିକି ବିଆ ଭିତରକୁ ପଶିଲେ। ତାପରେ ସେ ମୋ ଆଗରେ ମୁତି ବସିଲେ। ମୋତେ ପାଣି ବୋତଲ ମାଗିଲେ ଆଉ ମୁଁ ଦେଲି। ସେ ପାଣିରେ ତାଙ୍କ ବାଳୁଆ ବିଆକୁ ସଫା କଲେ। ତାପରେ ପଛାପଛି ହୋଇକି ଆସିକି ମୋତେ ଗାଡ଼ି ଭିତରେ କୁଣ୍ଢେଇକି ଧରିଲେ। ତଦର୍ଥ ବନ୍ଧୁ, କାହାଣୀଟି ଏଇଠି ସମାପ୍ତ ହେଉଛି। ଆପଣମାନଙ୍କୁ କାହାଣୀଟି କେମିତି ଲାଗିଲା କମେଣ୍ଟ ସେକ୍ସନରେ ନିଶ୍ଚୟ ଜଣାଇବେ। ଆଉ ଯଦି ଆପଣମାନେ ଏପର୍ଯ୍ୟନ୍ତ ଆମ ଟେଲିଗ୍ରାମ ଚ୍ୟାନେଲରେ ଜଏନ୍ ହୋଇନାହାନ୍ତି, ତାହେଲେ କମେଣ୍ଟ ସେକ୍ସନରେ ପିନ୍ କରାଯାଇଥିବା ଲିଙ୍କ ଉପରେ କ୍ଲିକ୍ କରନ୍ତୁ। ଆପଣ ଡାଇରେକ୍ଟଲି ଯାଇକି ଆମ ଟେଲିଗ୍ରାମ ଚ୍ୟାନେଲରେ ପହଞ୍ଚିଯିବେ। ଆଉ ଯେଉଁମାନେ ଜାଣିନାହାନ୍ତି ଟେଲିଗ୍ରାମ କ'ଣ, ଟେଲିଗ୍ରାମ ହ୍ୱାଟ୍ସଆପ୍ ଭଳି ବହୁତ ହି ଗୋଟେ ସେଫ୍ ଆପ୍। ଯେମିତି ହ୍ୱାଟ୍ସଆପ୍ରେ ଆପଣ ମେସେଜ କରିପାରୁଛନ୍ତି, ଗ୍ରୁପରେ ବି ରହିପାରୁଛନ୍ତି, ଟେଲିଗ୍ରାମରେ ବି ସେସବୁ କିଛି କରିହେବ। କିନ୍ତୁ ହ୍ୱାଟ୍ସଆପ୍ରେ ଆପଣଙ୍କ ମୋବାଇଲ ନମ୍ବର ଶୋ କରିବ, ଟେଲିଗ୍ରାମରେ ତାହା ଆପଣ ହାଇଡ଼୍ କରିପାରିବେ, ଯେଉଁଟାକି ଆପଣଙ୍କର ପ୍ରାଇଭେସି ରହିଲା। ଆପଣ ରହିଲେ ଆଉ ଏନ୍ଜୟ କଲେ। ଆପଣଙ୍କୁ ଏ କାହାଣୀ କେମିତି ଲାଗିଲା କମେଣ୍ଟ ସେକ୍ସନରେ ନିଶ୍ଚୟ ଜଣାନ୍ତୁ। ଆଉ ଏଇଭଳି ନୂଆ ନୂଆ କୌଶ ଓ ରୋମାଞ୍ଚକର କାହାଣୀ ଗୁଡ଼ିକୁ ଶୁଣିବା ପାଇଁ ଆମ ଚ୍ୟାନେଲ ସହ ଯୋଡ଼ି ହୋଇକି ଥାଆନ୍ତୁ। ଧନ୍ୟବାଦ।